वो हिंदी पढ़ लेते हैं। हाँ एक किताब हम देंगे आपको, इस किताब को आप पढ़िएगा, बहुत ही अच्छी किताब है। वो किताब जो है उसमें लिखा है कि मोक्ष कहाँ मिलेगा। तो आप बाबा जानते हैं मोक्ष का मतलब क्या होता है? शरीर का ध्यान। मतलब शरीर का उद्धार होना। शरीर का त्याग तो हो जाएगा, हमारे आत्मा का उद्धार, होना चाहिए। हमारे आत्मा का हाँ, उद्धार। उसका मोक्ष होना चाहिए, उद्धार होना चाहिए। देखिए हमारे शरीर का तो मोक्ष नहीं हो सकता, आत्मा का ही। आत्मा का मोक्ष होगा। शरीर क्या है? नाशवान है, तो नाशवान है, मिट्टी है, एक दिन मिट्टी में मिल जाएगा। मुक्ति मिल जाएगा। इंसान का आत्मा जो है वो वही पे है। आत्मा ही ईश्वर का दिया हुआ है। वो आत्मा जो है उसका भी न्याय होता है, वो भी स्वर्ग और नरक जाता है। समझ रहे ना? हमारा पृथ्वी पर का जो जीवन है 60 साल 70 साल 80 साल भी हो सकता है, मगर एक ना एक दिन हमको इस शरीर को छोड़कर जाना ही है। समझ रहे ना? देखिए आज के डेट में लोग पाप करते हैं, व्यभिचार करते हैं, रेप करते हैं, चोरी करते हैं, हत्या करते हैं, चुगलखोरी करते हैं, दूसरे की बदनामी करते हैं। उद्धारकर्ता प्रभु जीशु ख्रीष्टଙ୍କ मधुर नामରେ ଆପଣମାନଙ୍କୁ ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମର ନମସ୍କାର। ଖ୍ରୀଷ୍ଟରେ ପ୍ରିୟ ଭାଇ ଓ ଭଉଣୀମାନେ, ଆଉ ଆପଣମାନେ ଦେଖୁଛନ୍ତି ସତ୍ୟବାଣୀ ଅଫିସିଆଲ। ଏ ସତ୍ୟବାଣୀ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ଆମେ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଅଛୁ। ପ୍ରିୟମାନେ, ଆପଣମାନେ ଯଦି ଆମର ଏହି ଚ୍ୟାନେଲକୁ ନୂଆ କରି ଦେଖୁଛନ୍ତି ତେବେ ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ। ଅନେକ ଭାଇ ଓ ଭଉଣୀମାନେ ଆପଣମାନେ ଆମର ଏ ଚ୍ୟାନେଲରେ ଭିଡ଼ିଓ ଦେଖୁଛନ୍ତି କିନ୍ତୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରୁନାହାନ୍ତି। ପ୍ରିୟମାନେ, ଆପଣମାନଙ୍କୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଅଧିକରୁ ଅଧିକ ଏହି ଭିଡ଼ିଓ ମାଧ୍ୟମରେ ଆପଣମାନେ ଆଉ ସତ୍ୟତା ଜାଣନ୍ତୁ। ପ୍ରିୟମାନେ, ବର୍ତ୍ତମାନ ଆପଣମାନେ ଯେଉଁ ଭିଡ଼ିଓଟିକୁ ଦେଖିବାକୁ ପାଇଲେ, ଏହି ଭିଡ଼ିଓଟିରେ ଆମମାନେ ଦେଖିଲୁ ଜଣେ ପାଷ୍ଟରଙ୍କ ସହିତ ସାଧୁ ବାବା ଆଉ ବସିଛନ୍ତି, ଆଉ ସେମାନେ ଖ୍ରୀଷ୍ଟଙ୍କ ବିଷୟରେ କଥାବାର୍ତ୍ତାଳାପ କରୁଛନ୍ତି। ପ୍ରିୟମାନେ, ସେହି ପ୍ରଭୁଙ୍କର ଦାସ ସେହି ସାଧୁ ବାବାଙ୍କୁ ପବିତ୍ର ଶାସ୍ତ୍ର ବାଇବଲର କିଛି ଅଂଶ ବିଷୟ ନେଇକି ତାଙ୍କୁ ବୁଝାଉଛନ୍ତି। କହୁଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ ସତ୍ୟ ଏବଂ ସନାତନ ଈଶ୍ୱର, ସେହି ସତ୍ୟ ସନାତନ, ସେହି ମୁକ୍ତିଦାତା, ସେହି ଉଦ୍ଧାରକର୍ତ୍ତା, ସେହି ଆଉ ପରିତ୍ରାଣକର୍ତ୍ତା। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଛାଡ଼ିଲେ ଆଉ ଏ ଜଗତରେ କେହି ମଧ୍ୟ ଉଦ୍ଧାରକର୍ତ୍ତା ନାହିଁ। ପ୍ରିୟମାନେ, ଏହି ଦୁନିଆର ଲୋକ ଆଜି ଅନେକ ପ୍ରକାର ପାପ କରୁଛନ୍ତି। ସେଥିପାଇଁ ପାପରୁ ଉଦ୍ଧାର କରିବା ଏକମାତ୍ର ପରମେଶ୍ୱର ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଲୋକମାନେ ଆଜି ଅନେକ ହତ୍ୟା କରୁଛନ୍ତି, ଅନେକ ଚୋରି, ଅନେକ ଦୁଷ୍କର୍ମ, ଆଉ ଏ ପ୍ରକାର ଅନେକ ପାପ ଯାହା ସମାଜ ପାଇଁ ଆଉ ଆଦୌ ଭଲ ବିଷୟ ନୁହେଁ। ଏ ସମସ୍ତ ପ୍ରକାର କାର୍ଯ୍ୟ କରି ଚାଲିଛନ୍ତି। ପ୍ରିୟମାନେ, ଦେଖିବାରେ ଆଉ ସେମାନଙ୍କର ଅନେକ ମନ୍ଦ ଚିନ୍ତା, ଅନେକ ଆଉ ହତ୍ୟା, ଅନେକ ତାଡ଼ନା, ଅନେକ ପ୍ରକାର ମନୁଷ୍ୟ ମଧ୍ୟରେ ଝଗଡ଼ା, ଏ ବିଷୟ ନେଇ ଆଜି ଚୋରି, ବିଭିନ୍ନ ପ୍ରକାର ଯେ ମନୁଷ୍ୟ ନିଜ ଦୃଷ୍ଟି ଆଗରେ କରି ଚାଲିଛନ୍ତି। ନିଜର ବଳ, ନିଜର ଶକ୍ତି ଅନୁସାରେ ସେ କାର୍ଯ୍ୟ କରି ଚାଲିଛନ୍ତି। ପ୍ରିୟମାନେ, ଦିନ ସମୟ ଆସିବ ଯେତେବେଳେ ମଣିଷ ମରିଯିବ ଆଉ ମାଟିରେ ମିଶିଯିବ, ସେତେବେଳେ ଆତ୍ମଦାତାଙ୍କ ନିକଟକୁ ଫେରିଯିବ। ପ୍ରିୟମାନେ, ସେଥିପାଇଁ ଆମମାନଙ୍କୁ ସଜାଗ ରହିବାକୁ ପଡ଼ିବ। ପବିତ୍ର ଶାସ୍ତ୍ର ବାଇବଲ ଆମମାନଙ୍କୁ କହେ, ଆଉ ତୁମ୍ଭେମାନେ ସତ୍ୟ ଜ୍ଞାତ ହେବ, ପୁଣି ସେହି ସତ୍ୟ ତୁମମାନଙ୍କୁ ମୁକ୍ତ କରିବ। ପ୍ରିୟମାନେ, ସତ୍ୟ କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ସେ କହିଲେ ଯୋହାନ 14:6, ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଅର୍ଥାତ୍ ସ୍ୱର୍ଗ ରାଜ୍ୟକୁ ଯାଏ ନାହିଁ। ନିଜ ବଞ୍ଚିବା ନିମନ୍ତେ ଅନେକ କାର୍ଯ୍ୟ କରିଥାନ୍ତି, ଅନେକ ସେବା ବୃତ୍ତି ମଧ୍ୟ କରିଥାନ୍ତି। ପ୍ରିୟମାନେ, ନିଜେ ବଞ୍ଚିବା ସହିତ କାର୍ଯ୍ୟ କରିବା ସହିତ ତତ୍ସଙ୍ଗେ ମଧ୍ୟ
ଜୀବନ ନିମନ୍ତେ ମଧ୍ୟ ଆମମାନଙ୍କୁ କିଛି କରିବାକୁ ପଡ଼ିବ। ଏ ଜୀବନ ପାଣିର ପତାକା ସମାନ, କେତେବେଳେ ଚାଲିଯିବ ଜୀବନ ଆମମାନେ ଜାଣିନାହୁଁ। ସେଥିପାଇଁ ସମୟ ଥାଉ ଥାଉ ପିତା ପରମେଶ୍ୱରଙ୍କ ନିକଟକୁ ଯେଉଁମାନେ ଶରଣାପନ୍ନ ନିଅନ୍ତି, ଯେଉଁମାନେ ପିତା ଈଶ୍ୱରଙ୍କୁ ଗ୍ରହଣ କରନ୍ତି, ସେମାନେ ଧନ୍ୟ ହୁଅନ୍ତି। ସେମାନେ ପିତା ପରମେଶ୍ୱରଙ୍କ ସନ୍ତାନ ସନ୍ତତି ହୁଅନ୍ତି। ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ ଠାରେ ଦେଖିଲୁ ବାବା ଜଣକ ଅତି ସୁନ୍ଦର ଭାବରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବାକ୍ୟ ସେ ପ୍ରଭୁଙ୍କ ଦାସଙ୍କ ଠାରୁ ଶୁଣୁଛନ୍ତି। ଆଜି ଯେଉଁମାନେ ଶୁଣିବେ ସେମାନେ ଆଶୀର୍ବାଦ ପ୍ରାପ୍ତ ହେବେ, ଯେଉଁମାନେ ଶୁଣିବେ ସେମାନେ ଅନନ୍ତ ଜୀବନ ପାଇବେ। ସେଥିପାଇଁ ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେ ସତ୍ୟ ବାକ୍ୟ ଆମମାନଙ୍କୁ କହେ। ଆଉ କାରଣ ଈଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ ସେ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କର ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବ। ସେ ମୃତ୍ୟୁର ଆସ୍ୱାଦନ ନ ପାଇ ସେ ଈଶ୍ୱରଙ୍କ ସହିତ ଅନନ୍ତ କାଳ ବାସ କରିବ। ଏଠାରେ ଦେଖୁଅଛୁ ଯେ ଏଇ ଜଣ ସାଧୁ ବାବା ଜଣକ ସତ୍ୟ ଈଶ୍ୱରଙ୍କ ଆଉ ତାଙ୍କ ଜୀବନରେ ପ୍ରଭୁ ଯୀଶୁ କାର୍ଯ୍ୟ କଲେ ଏବଂ ସେ ନିଜ ଜୀବନକୁ ପରିବର୍ତ୍ତନ କରୁଛନ୍ତି, ସାକ୍ଷ୍ୟ ଦେଉଛନ୍ତି ଯେ ପ୍ରଭୁ ଯୀଶୁ ସତ୍ୟ ସନାତନ ପରମେଶ୍ୱର ଅଟନ୍ତି। ସେଥିପାଇଁ ଆମମାନେ ତାଙ୍କର ଗୌରବ କରିବା ଆମମାନଙ୍କର ପ୍ରତ୍ୟେକ ଉଚିତ। କାରଣ ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ କୌଣସି ନାମ ଦିଆଯାଏ ନାହିଁ ଯେଉଁ ନାମ ଦ୍ୱାରା ଆମମାନଙ୍କୁ ପରିତ୍ରାଣ ପାଇବାକୁ ହେବ। ପ୍ରିୟମାନେ ସେହି ନାମ କେବଳ ଗୋଟିଏ ଯୀଶୁ ଖ୍ରୀଷ୍ଟ ନାମ। ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସମସ୍ତ ଜିଭା ସମସ୍ତ ପ୍ରାଣୀ ଆଣ୍ଠୁ ପାତିବେ। ପ୍ରଭୁ ଯୀଶୁ ହିଁ ସତ୍ୟ ଈଶ୍ୱର, ଏହା ସେମାନେ ନିଜ ନିଜ ମୁଖରେ ସ୍ୱୀକାର କରିବ। ଏହିପରି ଦିନ ସମୟ ବର୍ତ୍ତମାନ ଆସୁଅଛି। କିନ୍ତୁ ଯେଉଁମାନେ ଈଶ୍ୱରଙ୍କୁ ତ୍ରାଣକର୍ତ୍ତା ରୂପେ ବିଶ୍ୱାସ କରିବେ, ହୃଦୟରେ ପ୍ରଭୁ ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଛନ୍ତି ବୋଲି ବିଶ୍ୱାସ କରିବେ, ସେମାନେ ପରିତ୍ରାଣ ପାଇବେ। ପ୍ରଭୁ ସେମାନଙ୍କର ଅନୁଗ୍ରହ ଆଉ ପ୍ରଦାନ କରିବେ। ପ୍ରଭୁ ସେମାନଙ୍କର ଆଉ ସଦା ସର୍ବଦା ତାହାଙ୍କର ପିତା ହେବେ ଓ ସେମାନେ ଈଶ୍ୱରଙ୍କର ସନ୍ତାନ ସନ୍ତତି ହେବେ। ଆସନ୍ତୁ ଭିଡ଼ିଓ ଦେଖିବା। ପ୍ରିୟମାନେ, ଭିଡ଼ିଓଟିକୁ ଦେଖିବା ପରେ ଆପଣମାନେ ନିଶ୍ଚିତ ଆଉ ସତ୍ୟ ଜାଣିବେ ଏବଂ ସେ ସତ୍ୟ ଆପଣମାନଙ୍କୁ ମୁକ୍ତ କରିବେ। ଦେଖନ୍ତୁ ବାବାଙ୍କର ଫାଷ୍ଟ ରୂପେ ଏହି ଭିଡ଼ିଓଟିକୁ। ସେ କି ରୂପେ ଈଶ୍ୱରଙ୍କ ଦାସଙ୍କ ସହିତ ପ୍ରଭୁ ଯୀଶୁଙ୍କ ବିଷୟରେ କଥାବାର୍ତ୍ତା କରିଛନ୍ତି। ସେ କେବଳ ସତ୍ୟ ଈଶ୍ୱର ଏହା ସେ ସ୍ୱୀକାର କରୁଛନ୍ତି। ଏ କଥା ଆମେ କହୁନୁ। ଆସନ୍ତୁ ଆମମାନେ এই ভিডিওটুকু देखिले सत्य जानिबा। दारू पीना पाप है, गुटखा खाना पाप है, तंबाकू खाना पाप है, बहुत सारे और भी अन्य और भी बहुत सारे काम हैं जो पाप है। मगर कोई भी व्यक्ति अगर पाप करके मर जाए तो हमारे और आपके शरीर में एक आत्मा है, समझ रहे हैं ना। पाप करते हुए अगर मर जाए तो उसका आत्मा कहाँ जाएगा बताइए? नरक में जाएगा। नरक वास्तविक जलता हुआ एक आग है, समझ रहे हैं ना। जो अगर पाप करके मर जा रहा है तो उसका आत्मा नरक में जाएगा। देखिए, आपने देखा होगा कि बहुत सारे लोग फोटो लगाते हैं मरने के बाद, उसमें लिख देते स्वर्गीय। क्या स्वर्ग ऐसे मिल जाए? कितना वो व्यक्ति पाप किया होगा, गुनाह किया होगा, गलत काम किया होगा, उसके बाद भी स्वर्ग लिख दिया। बाइबल में ऐसा लिखा, पवित्र शास्त्र में ऐसा लिखा है कि स्वर्ग का रास्ता यीशु मसीह है, समझ रहे हैं ना। मोक्ष का रास्ता कौन है? यीशु मसीह। यीशु मसीह का नाम सुनो। और इस जहां के पापों का बोझ उठाऊं, सिर्फ मुझसे होकर मेरे पिता तक पहुंचा जा सकता है, क्योंकि मार्ग, सत्य और जीवन मैं ही हूं। और ये मेरा वादा है कि मैं तुम्हें कभी अकेला नहीं छोड़ूंगा। उस यीशु मसीह ने ही मेरे जीवन को भी बदला, मेरे जीवन को बचाया। मैं भी एक समय जो बहुत पाप में, गंदगी में जीवन जीता था, बीमारी में जीवन जीता था, मेरे पास कोई आशा नहीं थी, मगर उस यीशु मसीह ने मेरे जीवन को बचाया बाइबल के द्वारा। तो मैं इसीलिए इस सत्य के बारे में आपको बता रहा हूँ, सत्य का प्रचार कर रहा हूँ, ताकि आप भी जाने, इसको समझे, समझ रहे ना। देखिए, यीशु मसीह आज से 2000 साल पहले इस संसार में आए थे। ईश्वर का पुत्र थे वो। क्यों आए थे? सारे मानव जाति को पाप से छुड़ाने के लिए, बचाने के लिए आए थे। आप लोग बचिए। तो इसीलिए उन्होंने क्या किया?
हाँ, इसीलिए उन्होंने क्या किया, अपने आप को क्रूस पर बलिदान के लिए दे दिया। समझ रहे हैं? बलिदान होने के बाद 3 दिन के बाद वो जी उठे। ऐसा कोई भी व्यक्ति इतिहास में नहीं है कि जो 3 दिन के बाद जी उठा हो, सिर्फ यीशु मसीह है। समझ रहे हैं ना? यीशु मसीह जो है कोढ़ियों को शुद्ध किए, बीमारों को चंगा किए, मुर्दों को जिंदा किए, वही यीशु मसीह आज भी जिंदा है। बाइबल में लिखा हुआ है, अगर अपने मुंह से यीशु मसीह को अंगीकार करें कि यीशु मसीह प्रभु है और अपने मन से विश्वास करेंगे तो हमारा उद्धार होगा। तो आप भी यीशु मसीह पर विश्वास करेंगे ना, तो आपका भी जीवन बचेगा। देखिए, आप लोग बाबा हैं, साधु हैं, हम भी एक संत आदमी हैं, भले हमारे पास दाढ़ी नहीं है, मगर आपको मैं सच्चाई का रास्ता आज बता दे रहा हूँ कि आप जो है यीशु मसीह का नाम लीजिएगा तो आपको मोक्ष प्राप्त होगा। ना सिर्फ स्वर्ग में ही बल्कि संसार में भी यीशु मसीह आपको अच्छा रखेंगे। समझ रहे हैं ना? इस पुस्तक को आप अवश्य पढ़ें। देखिए ना, मोक्ष नाम है, इसको अवश्य पढ़ें आप। मामूली किताब नहीं है, ये किताब आपको किसी भी बुक स्टोर में नहीं मिलेगी। ऊपर वाला देखिए, मोक्ष ईसा मसीह सच्चाई का रास्ता है, ईसा मसीह स्वर्ग का रास्ता है। पढ़िए, ठीक है।